Lord, Praise the Lord. ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ ସେ ଆମକୁ ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟ ମଧ୍ୟକୁ ଆସିବା ପାଇଁ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ବାଇବେଲ ଟ୍ୟୁଟୋରିଆଲର ଆଜିର ଅଧ୍ୟାୟରେ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ସତ୍ୟ ସମାଚାରର 36 ଅଧ୍ୟାୟରେ ଆମେ ପହଞ୍ଚିଛୁ। ଆଜିର ପ୍ରସଙ୍ଗ ହେଉଛି କେଉଁ ଧର୍ମ ମଣିଷକୁ ମୁକ୍ତି ଦିଏ। କେଉଁ ଧର୍ମ ମଣିଷକୁ ମୁକ୍ତି ଦିଏ। ଏ ଦିନ ମାନଙ୍କରେ ଆମେ ଚାରିଆଡେ ଦେଖୁଛୁ ଧର୍ମର ଖେଳ। ଧର୍ମକୁ ନେଇ ଲୋକମାନେ ଉଗ୍ର ହେବାର ଆମେ ଦେଖୁଛେ। ତ ଆଜି ଆମେ ଟିକେ ଚିନ୍ତା କରି ଦେଖିବା ଯେ କେଉଁ ଧର୍ମ ମଣିଷକୁ ମୁକ୍ତି ଦିଏ। ଗୋଟେ ପ୍ରଶ୍ନ ଖେଳି ଚିନ୍ତା କରିବା ପାଇଁ, ବିବେଚନା କରିବା ପାଇଁ, ଆଲୋଚନା କରିବା। ଆମମାନେ ଚିନ୍ତା କରି ଦେଖୁ ଯେତେବେଳେ ପ୍ରଭୁଙ୍କ ଲୋକମାନେ ମିଶ୍ର ଦେଶରେ ଥିଲେ, ମିଶ୍ର ଦେଶରେ ଯିବା ପୂର୍ବରୁ ଆମେ ଯଦି ଦେଖୁ ଅବ୍ରାହମ ଯାହାଙ୍କୁ ପ୍ରଭୁ ଡାକିଲେ ସେ ଆଉ ତାଙ୍କର ପରିବାର ସେମାନେ ମୂର୍ତ୍ତି ପୂଜକ ଥିଲେ। ଅବ୍ରାହମଙ୍କର ପୂର୍ବପୁରୁଷ ମୂର୍ତ୍ତି ପୂଜକ ଥିଲେ। ଆଉ ପ୍ରଭୁ ତାଙ୍କୁ ସେଠୁ ବାହାର କଲେ। ଆଉ ସେଠୁ ବାହାରି ପରମେଶ୍ୱରଙ୍କ ସେବା କରିବାକୁ ଆରମ୍ଭ କଲେ। ତାପରେ ଆମେ ଯେତେବେଳେ ଦେଖୁ ଏମାନେ ମିଶ୍ର ଦେଶକୁ ଗଲେ, ମିଶ୍ର ଦେଶରେ ଗଲା ପରେ ଦେଖୁଛନ୍ତି ଯେ ସେଇଠି ଲୋକମାନେ ଅନେକ ବିଷୟକୁ ପୂଜା କରୁଛନ୍ତି। ମିଶ୍ର ଦେଶରେ ସୂର୍ଯ୍ୟକୁ ପୂଜା କରାଯାଏ। ମିଶ୍ର ଦେଶରେ ନଦୀକୁ ପୂଜା କରାଯାଏ। ମିଶ୍ର ଦେଶରେ ମାଟିକୁ ପୂଜା କରାଯାଏ। ମିଶ୍ର ଦେଶରେ ବାଛୁରୀ ପୂଜା କରାଯାଏ। ଆଉ ମିଶ୍ର ଦେଶରେ ଅନେକ ଇଭେନ ରାଜା ମଧ୍ୟ ରାଜାଙ୍କୁ ବି ପୂଜା କରାଯାଏ। ଏମିତି ଗୋଟେ ଦେଶରୁ ସେମାନେ ବାହାରି ଆସିଲେ। ଆପଣ ତ ଦେଖିବେ ଯାତ୍ରା ପୁସ୍ତକ, ତାର 12 ପର୍ବ 12 ପଦ। ଯାତ୍ରା ପୁସ୍ତକ 12 ପର୍ବ ତାର 12 ପଦ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶ୍ର ଦେଶର ମଧ୍ୟ ଦେଇ ଯାଇ ମିଶ୍ର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା, ଆମ୍ଭେ ସଦାପ୍ରଭୁ କଣ କହୁଛନ୍ତି? ମିଶ୍ରୀୟ ସମସ୍ତ ଦେବତାର ବିଚାର କରି, ମାନେ ପରମେଶ୍ୱର ଯେ ଅଛନ୍ତି ଏ ଦେବତା ଗଣକୁ ମଧ୍ୟ ସେ ବିଚାର କରନ୍ତି। ସେ କଣ କହୁଛନ୍ତି? ଆମେ ଦେବତା ଗଣର ବିଚାର କରିବା। ମିଶ୍ରୀୟ ଯୋଉ ମହାମାରୀ ଥିଲା, ଏଇଟା ଦୁଇଟା ବିଷୟ ତାକୁ ବୁଝାଏ। କାହିଁକି ମିଶ୍ରରେ ମହାମାରୀ ଆସିଲା? ଲୋକମାନଙ୍କୁ ଜଣେଇବା ପାଇଁ ଯେ ମିଶ୍ରର ଦେବଦେବୀ ଉଦ୍ଧାର କରିପାରିବେ ନାହିଁ। ଆହୁରି ସଦାପ୍ରଭୁ ପରମେଶ୍ୱର କିଏ, ଏ ଦିଟା ଜଣେଇବା ପାଇଁ ମିଶ୍ରରେ ମହାମାରୀ ଆସିଥିଲା। ଏଠି ଆମେ ଦେଖୁ ଯେ ମିଶ୍ରର ଅବସ୍ଥା ଦେଖନ୍ତୁ। ପ୍ରଭୁ କହୁଛନ୍ତି ମିଶ୍ରୀୟ ସମସ୍ତ ଦେବତାର ଆମେ ବିଚାର କରିବା। ଆପଣ ଦେଖିବେ ଯାତ୍ରା ପୁସ୍ତକ 32 ତାର 4। ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରୀ ନିର୍ମାଣ କଲେ। ତହୁଁ ଲୋକମାନେ କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମକୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେ ଏହି। ଯୋଉ ଲୋକମାନେ ମିଶ୍ରରୁ ଏମାନେ ବାହାରି ଆସିଥିଲେ, କେଉଁମାନେ ବାହାରିଥିଲେ? ମିଶ୍ରିତ ଜନତା। ଅନେକ ଲୋକ ସମସ୍ତ ବାହାରି ଆସିଥିଲେ। ସେମାନେ ଯେହେତୁ ବାଛୁରୀ ପୂଜା କରନ୍ତି, ଏମାନେ କଣ କଲେ? ଉପରେ ଯଦି ଦେଖିବେ ସବୁ ସୁନା ଗହଣା ଯାହା ଆଣିଥିଲେ ମିଶ୍ରରୁ, ସେ ସବୁ ସୁନା ଗହଣା କାଢିକି ବାଛୁରୀ ଗୋଟେ ବନେଇଲେ।
ଥରେ ମିଶ୍ରର ଗୋଟେ ଓକିଲ ଇସ୍ରାଏଲ ଉପରେ କେସ୍ କରିଥିଲେ। ତୁମ ଲୋକମାନେ ଆମ ଦେଶରୁ ଗଲାବେଳେ ଏଠିକାର ଏତିକି ଏତିକି କ୍ୱିଣ୍ଟାଲ କେତେ ହଜାର କ୍ୱିଣ୍ଟାଲ ସୁନା ନେଇକି ଯାଇଛନ୍ତି, ସବୁ ଫେରେଇ ଦିଅ ବୋଲି। ଏପଟେ ଗୋଟେ ଓକିଲ କହୁଛି ଯାହା ସୁନା ଗହଣା ଆଣିଥିଲୁ ରାସ୍ତାରେ ବାଛୁରୀ ବନେଇଲୁ, ଆହୁରି ଏତେ ଲୋକ ଆମର ମରିଗଲେ, ସେ ମଲା ଲୋକ ହିସାବ କିଏ ଦେବ ବୋଲି। ପ୍ରଭୁ ଏମାନଙ୍କୁ ଆଶୀର୍ବାଦ କଲେ, ଏମାନେ କଣ କରୁଛନ୍ତି? ବାଛୁରୀ ବନେଇକି ପୂଜା କରୁଛନ୍ତି। ତାପରେ ଆପଣ ଦେଖିବେ 6 ପଦ। ସେ ଲୋକମାନେ ଆର ଦିନ ପ୍ରଭାତରେ ଉଠି ହୋମ ବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ବଳି ନୈବେଦ୍ୟ ଆଣିଲେ। ତହୁଁ ଲୋକମାନେ ଭୋଜନ ପାନ କରିବାକୁ ବସିଲେ, ଏ ଉତ୍ତାରେ ଲୀଳା କରିବାକୁ ଉଠିଲେ। ମୂର୍ତ୍ତି ପୂଜା କଲେ କଣ ହୁଏ? ପ୍ରଥମରେ ଲୋକ ବଳି ଉତ୍ସର୍ଗ କରିବେ, ତାପରେ ନୈବେଦ୍ୟ ଆଣିବେ, ତାପରେ ଭୋଜନ ପାନ କରିବେ, ତାପରେ ଲୀଳା କରିବେ। ଲୀଳା ହେଲା କଣ ହୁଏ? ଲୀଳା ହୁଏ। ଏମାନେ ବି ଦେଖିଛନ୍ତି ସେଠି ମିଶ୍ରରେ ଯେମିତି ଲୀଳା ହୁଏ, ଏମାନେ ବି ଲୀଳା କଲେ। ତାପରେ କଣ ହେଲେ ଆମେ ଜାଣିଛୁ। ତାପରେ କଣ ହେଲେ? ଲୀଳା କଲେ। ଆପଣ ଦେଖିବେ ପ୍ରଥମ କରନ୍ତୀୟ 10 ପର୍ବରେ ପାଉଲ ପୁଣି ଥରେ ମନେ ପକାଇ ଦଉଛନ୍ତି ମଣ୍ଡଳୀକୁ। ପ୍ରଥମ କରନ୍ତୀୟ 10 ପର୍ବ ତାର 7 ଆଉ 8 ପଦ। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମା ପୂଜକ ହୁଅ ନାହିଁ। ଯେପରି ଲେଖା ଅଛି, ଲୋକମାନେ ଭୋଜନ ପାନ କରିବାକୁ ବସିଲେ ଆଉ ନୃତ୍ୟ କରିବାକୁ ଉଠିଲେ। ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ 23,000 ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ। ବ୍ୟଭିଚାର ମାନେ କଣ? ଯେ ପରମେଶ୍ୱର ଥିବା ସତ୍ତ୍ୱେ ଆଉ ଗୋଟେ ପ୍ରଭୁକୁ ସେବା କରିବ। ଦିଟା ପ୍ରଭୁର ସେବା କରିବା ମାନେ କଣ? ଦିଟା ସ୍ୱାମୀର ସେବା କରିବା ମାନେ କଣ? ପ୍ରତିଭା ମାନେ ବ୍ୟଭିଚାର କରିବା। ତ କଣ କଲେ? 23,000 ଲୋକ ଗୋଟେ ଦିନ ମଲେ। ମୁଁ କାହିଁକି କହୁଛି ଯେ କିଏ ମନୁଷ୍ୟକୁ ମୁକ୍ତି ଦେଇପାରେ? କେଉଁ ଧର୍ମ ମନୁଷ୍ୟକୁ ମୁକ୍ତି ଦେଇପାରେ? ତାପରେ ମିଶ୍ରରୁ ବାହାରିଲା ପରେ ଆମେ ବାବିଲକୁ ଯଦି ଯିବା, ଦେଖିବା ବାବିଲର ଅବସ୍ଥା କଣ। ଦାନିଏଲ ତାର 3 ପର୍ବ 12 ପଦ। ଦାନିଏଲ 3 ପର୍ବ 12 ପଦ। ଏଠାରେ ସଦ୍ରକ୍, ମୈଶ୍ରକ୍ ଓ ଅବେଦନ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି। ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି। ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ, କିମ୍ବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ। ଏଠି ବି ଆମେ ଦେଖୁଛୁ ବାବିଲରେ, ମିଶ୍ରରେ ଦେଖିଲୁ, ଏବେ ବାବିଲରେ ଦେଖୁଛୁ କଣ? ବାବିଲରେ ମଧ୍ୟ ସେମାନେ ଦେବଗଣର ସେବା କରନ୍ତି, ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି। ତାପରେ ଆପଣ ଦେଖିବେ 15 ପଦ। ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ପନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯେବେ ମୋ ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ। ମାତ୍ର ଯେବେ ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ। ଆଉ ଯେ ତୁମ୍ଭମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବ, ଏପରି କେଉଁ ଦେବତା ଅଛି? ମୋର ଗୋଟେ ଦେବତା ଅଛି, ଆଉ ତମର କୋଉ ଦେବତା ଅଛି ଦେଖିବୁ। କୋଉ ଦେବତା ମୁକ୍ତି ଦିଏ? ରାଜା ବିରକ୍ତ ହେଇ ଏମାନଙ୍କୁ କଣ କଲେ? ଅଗ୍ନିରେ ପକେଇଦେଲେ। ପରବର୍ତ୍ତୀ ବିଷୟ ଆମେ ଜାଣିଛୁ। ଏ 3 ଜଣ ସହିତ ଚତୁର୍ଥ ବ୍ୟକ୍ତି ଠିଆ ହେଇଛନ୍ତି, ସେ ହଉଛନ୍ତି ପରମେଶ୍ୱରଙ୍କ ପୁତ୍ର। ଆପଣ ପଢିବେ 25 ପଦ। ରାଜା ଉତ୍ତର କରି କହିଲା, ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର 4 ମୁକ୍ତ ଲୋକ ଦେଖୁଅଛି, ଓ ସେମାନଙ୍କର କୌଣସି କ୍ଷତି ହୋଇନାହିଁ। ପୁଣି ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ। କିଏ ଆସି ପହଞ୍ଚିଛନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସି ପହଞ୍ଚିଛନ୍ତି। କେଉଁ ଧର୍ମ ମଣିଷକୁ ମୁକ୍ତି ଦିଏ? ତାପରେ ଆପଣ ଦେଖିବେ ଦାନିଏଲ ତାର 6 ପର୍ବ
7 ପଦ। ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି 30 ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କି ଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ମାନେ ମହାରାଜାଙ୍କ ବିନା କୌଣସି ଦେବତା କିମ୍ବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହ ମାନଙ୍କର ଗର୍ତ୍ତରେ ନିକ୍ଷିପ୍ତ ହେବ। ପ୍ରତ୍ୟେକ ସମୟରେ ଆମେ ଦେଖୁଛୁ ଗୋଟିଏ ଗୋଟିଏ ସମସ୍ୟା ସୃଷ୍ଟି ହେଉଛି ଯେ କୋଉ ଧର୍ମ ବା କୋଉ ପ୍ରତିମା କିଏ ରକ୍ଷା କରିବ। ସମସ୍ତେ ନିଜ ନିଜ ଧର୍ମକୁ ନେଇ ଗର୍ବ କରୁଛି, ଆମର ଧର୍ମ ତମର ଧର୍ମ। ପ୍ରିୟ ଭାଇ ଭଉଣୀ ମାନେ, ଏବେ ଆମର ଭାରତରେ ଲୋକମାନେ ପୋକ ମାଛି ଭଳିଆ ମରୁଛି। କାହିଁକି? ଧର୍ମାନ୍ଧତାରେ। କୁମ୍ଭ ମେଳାରେ ଗଲେ ହଜାର ହଜାର ଲୋକ ଦଳା ଚକଟାରେ ମରିଗଲେ, କୁଆଡେ ଗଲେ ଜଣା ନାହିଁ। ତାଙ୍କୁ ଗୋଟେ ନୂଆ ପାଠ ପଢେଇଛନ୍ତି କଣ? ଯେ ସମୁଦ୍ର ମନ୍ଥନ ହେଲା, ସୁର ଆଉ ଅସୁର ମାନେ ଯେତେବେଳେ ସମୁଦ୍ର ମନ୍ଥନ କଲେ, 4 ଟୋପା ପୁଣି ଅମୃତ କୋଉଠି ପଡିଥିଲା? 4ଟା ପୀଠରେ ପଡିଥିଲା। 4ଟା ପୀଠରେ, ଗୋଟେ ପ୍ରୟାଗରାଜ ଯୋଉଟା ଏଲାହାବାଦରେ ପଡିଥିଲା, ଗୋଟେ ଉଜ୍ଜୈନରେ, ଗୋଟେ ହରିଦ୍ୱାରରେ, ଗୋଟେ ନାସିକରେ। ଏ 4ଟା ଜାଗାରେ ଅମୃତ ପଡିଥିଲା, ପୁଣି ପାଣି, ଅମୃତ ପାଣି। ସେ ଅମୃତ ପଡିବାରୁ ଏରା ସବୁ କଣ ହେଇଗଲା? ସେଇଠି ଯେ ଗାଧେଇବ ତାର ସବୁ ପାପ କ୍ଷମା ହେଇଛି। ଏବେ ତ ପ୍ରୟାଗରାଜ ବି ଯିବା ଦରକାର ନାହିଁ, ମୁକ୍ତି ତ ରେଲୱେ ଷ୍ଟେସନରେ ବି ମିଳୁଛି। ସବୁ ଦଳା ଚକଟାରେ ଲୋକମାନେ ମରିছে, ନିରୀହ ଲୋକମାନେ ଅଜ୍ଞାନତାରେ। ମାନେ ଦେଶର ମୁଖିଆ ମଧ୍ୟ ଯାଇ ସେଠି ବୁଡୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି, ମୁକ୍ତି କୋଉଠି ମିଳେ? କିଏ ମୁକ୍ତି ଦିଅନ୍ତି? ପ୍ରିୟ ଭାଇ ଭଉଣୀ ମାନେ, ଅଜ୍ଞାନତାର ଚରମ ସୀମାରେ ଆମେ ବାସ କରୁଛୁ। କୋଉ ଧର୍ମ ମୁକ୍ତି ଦିଏ? ନା ମିଶରର, ନା ବାବିଲର। ଆପଣ ଦେଖିବେ ପାଉଲଙ୍କ ସମୟରେ ପ୍ରେରିତ ତାର 17 ପର୍ବ 16 ପଦ, ପ୍ରେରିତ 17 ତାର 16। ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା। ତାର ଭାଗ୍ୟ ଗଣନା ଦ୍ୱାରା ତାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା। 17ର 16, 17ର 16 ପଢନ୍ତୁ। ଆଥିନିରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା। ଦେଖନ୍ତୁ, ଆଥିନିରେ ସେ ନଗର ଯାକ ଖାଲି ପ୍ରତିମାରେ ପରିପୂର୍ଣ୍ଣ। ଆମର ଭୁବନେଶ୍ୱରକୁ ମଧ୍ୟ କୁହନ୍ତି କଣ? ଟେମ୍ପଲ ସିଟି, ମନ୍ଦିର ମାଳିନୀ ସହର। ଏବେ ଗଳି ଗଳି, ରାସ୍ତା ଘାଟ, ପାହାଡ ପର୍ବତ, ନଦୀ ନାଳ ଯୋଉଠି ଦେଖିଲେ, ଚାରିଆଡେ ଦେଖିବେ ଖ୍ରୀଷ୍ଟିଆନ ମାନଙ୍କର ଚର୍ଚ୍ଚ ଭଙ୍ଗା ଯାଉଛି। ଚର୍ଚ୍ଚ ବାନ୍ଧିବା ପାଇଁ ଟିକେ ପଟା ଜାଗା ଦରକାର, କିନ୍ତୁ ମନ୍ଦିର ବନାଇବା ପାଇଁ ପଟା ନାହିଁ। ପୁରା ଦେଶ ତାଙ୍କର, ଯୋଉଠି ଚାହିଁବେ ପାହାଡ ପର୍ବତ ଦେଖିବେ, କୋଉଠି ଖାଲି ନାହିଁ। ବଡ ବଡ ପ୍ରତିମାରେ ପରିପୂର୍ଣ୍ଣ, ଲୋକ ଯାଉଛନ୍ତି ଆସୁଛନ୍ତି। ଏଇ ବର୍ଷ ତ ଅଧିକ ହେଇଗଲା, ଲୋକ ଦଳା ଚକଟାରେ ମରୁଛନ୍ତି। କାହିଁକି? ଏମାନଙ୍କୁ ପଣ୍ଡିତ ମାନେ କହୁଛନ୍ତି ସେଇଠି ଯାଇ ବୁଡିବ ଯଦି ତମର ସବୁ ପାପ କ୍ଷମା ହେଇଥିବ। ତେଣୁ ସମସ୍ତେ ପାପ କ୍ଷମା କରିବା ପାଇଁ ଯାଉଛନ୍ତି। ଏ ମନ୍ତ୍ରୀ ମାନେ ମଧ୍ୟ ଯୋଉ ଦୁର୍ନୀତି, ଭ୍ରଷ୍ଟାଚାର, କୁକର୍ମ କରିଛନ୍ତି, ଏମାନେ ବି ବୁଡୁଛନ୍ତି। ଏ ଫିଲ୍ମ ଷ୍ଟାର ମାନେ, ସେମାନେ ଯାଇ ବୁଡୁଛନ୍ତି। ଏ ଖଟିକିଆ ମାନେ କଣ କଣ ପାପ କରୁଛନ୍ତି, ଗରିବ ଲୋକ ଏମାନେ ବି ଯାଇ ବୁଡୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, କେଉଁ ଧର୍ମ ମନୁଷ୍ୟକୁ ମୁକ୍ତି ଦିଏ? କୋଉ ପ୍ରତିମା ମୁକ୍ତି ଦିଏ? ଦୁଃଖ ଲାଗେ ଭାଇ ଭଉଣୀ ମାନେ। ମୁଁ କାହାକୁ ବଚସା କରୁନାହିଁ, ସମାଲୋଚନା କରୁନାହିଁ, ମୋ ହୃଦୟ କାନ୍ଦୁଛି ଦିନମାନ। କଣ କରିବୁ ପ୍ରଭୁ, ଆମେ କଣ କରିବୁ? ଆପଣ ଦେଖିବେ ତାର 29 ପଦ ଦେଖନ୍ତୁ।
ତେବେ ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ଜ୍ଞାନ କରିବା ଆମ୍ଭମାନଙ୍କର ଉଚିତ ନୁହେଁ। ଈଶ୍ୱର କଣ ସୁନାର ଦେବତା ନା କାଠର ନା ମାଟିର ଦେବତା? ଈଶ୍ୱରଙ୍କୁ ଆମେ ସେମିତି ଜ୍ଞାନ କରିବା ଉଚିତ ନୁହେଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ତେବେ କେଉଁ ଧର୍ମ ଆମକୁ ମୁକ୍ତି ଦେଇଥାଏ? ଆପଣ ଦେଖିବେ ଯିଶାଇ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତାର 45 ତାର 20, ଯିଶାଇ 45:20। ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ, ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ। କଣ ଲେଖାଯାଉଛି? ଯେଉଁମାନେ ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ, ଯେଉଁମାନେ ଆପଣା ମାନଙ୍କ ଖୋଦିତ ପ୍ରତିମାର କାଷ୍ଠ, କୋଉଟା ଯୋଉ କାଠକୁ ନେଇ ପ୍ରତିମା ବନେଇଥିଲେ, ସେ କାଠକୁ ବହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ, ମୁକ୍ତି ଦେବାକୁ, ପାପ କ୍ଷମା ଦେବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ। ତାପରେ 22 ପଦ ପଢିବେ। ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ, କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡା ଦ୍ୱିତୀୟ ନାହିଁ। ପ୍ରଭୁ ବାରମ୍ବାର କହୁଛନ୍ତି, ସେଇଥିପାଇଁ ବାଇବଲ ପଢିବା ପାଇଁ ମନା କରାଯାଏ ଦେଶରେ। ବାଇବଲ ଯଦି ପଢିଦବ, ସେ ଆଉ ପ୍ରତିମା ପୂଜା କରିବନି। ବାଇବଲ ଯଦି ପଢିଦବ, ସେ ଆଉ ପଥଭ୍ରଷ୍ଟ ହବନି। କାରଣ ଲେଖାଯାଉଛି କଣ? ଏ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ, କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡା ଦ୍ୱିତୀୟ ନାହିଁ। ଦ୍ୱିତୀୟ କେହି ପରିତ୍ରାଣ କରିପାରିବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ପୃଥିବୀର କୌଣସି ଧର୍ମ ପରିତ୍ରାଣ କରି ନପାରେ। କେବଳ ପରମେଶ୍ୱର ସଦାପ୍ରଭୁ ହିଁ ପରିତ୍ରାଣ କରିପାରନ୍ତି। ଏ ଧର୍ମାନ୍ଧ ବ୍ୟକ୍ତି ମାନେ, ଧର୍ମର ବ୍ୟବସାୟୀ ମାନେ ଜାଣନ୍ତି ମୁକ୍ତି ମିଳେ କି ସେଠି, ପରିତ୍ରାଣ ମିଳେ କି? ମୁଁ କହି ରଖେ, ଖ୍ରୀଷ୍ଟିଆନ ଧର୍ମ ବି ମୁକ୍ତି ଦେଇପାରିବନି। ମୁକ୍ତି କେବଳ ପରମେଶ୍ୱର ଦେଇପାରନ୍ତି, ମୁକ୍ତି କେବଳ ସଦାପ୍ରଭୁ ଦେଇପାରନ୍ତି, ମୁକ୍ତି କେବଳ ପ୍ରଭୁ ଯୀଶୁ ଦେଇପାରନ୍ତି, ଆଉ ଦ୍ୱିତୀୟ କେହି ଦେଇପାରନ୍ତି। ପ୍ରାର୍ଥନା କରନ୍ତୁ, ପ୍ରଭୁ ଆମର ଦେଶର ଲୋକମାନଙ୍କ ଆଖି ଖୋଲି ଦିଅ, ଦୟା କର ପ୍ରଭୁ, ଏଇଟା ପ୍ରାର୍ଥନା କରନ୍ତୁ। ଏଟଲିଷ୍ଟ ଏବେ ହେଲେ ବୁଝିଯାଆନ୍ତୁ, ଯୋଉ ଈଶ୍ୱର ଏମାନଙ୍କୁ ରକ୍ଷା କରିବେ ବୋଲି କହିଲେ, ରେଲୱେ ଷ୍ଟେସନରେ ଏତେ ଲୋକ ଦଳା ଚକଟାରେ ମରିଗଲେ, ସେ ଈଶ୍ୱର କୁଆଡେ ଥିଲେ? କୁମ୍ଭ ମେଳାରେ ଏତେ ଲୋକ ଦଳା ଚକଟାରେ ମରିଗଲେ, ଈଶ୍ୱର ମୁକ୍ତି ଦେଲେ ସେମାନଙ୍କୁ? କଣ ମୁକ୍ତି ଦେଲେ ସେମାନେ? ଆମ ଗରିବ ଲୋକ କେବେ ବୁଝିବେ? ସେଇ ଦଳା ଚକଟାରେ କୋଉ ଫିଲ୍ମ ଷ୍ଟାର ମରିନାହାନ୍ତି, କୋଉ ମନ୍ତ୍ରୀ ମରିନାହାନ୍ତି, କୋଉ ଆଇଏଏସ୍ ଅଫିସର, ଡକ୍ଟର ମରିନାହାନ୍ତି। ଆମର ଖଟିକିଆ ଲୋକମାନେ ସେ ଟ୍ରେନରେ ଯାଉଥିଲେ, ଜେନେରାଲ କମ୍ପାର୍ଟମେଣ୍ଟ, ଏତେ ଭିଡ ଲୋକମାନେ ଦଳି ଦଳି ମରାଇ ଦେଇଛନ୍ତି, ମୁକ୍ତି ପାଇବାକୁ ଯାଉଛି। ଏତେ ବି କଣ କାହାକୁ ଫରକ ପଡୁନି, କାହାକୁ କିଛି ଫରକ ପଡୁନାହିଁ। ପ୍ରାର୍ଥନା କର, ପ୍ରଭୁ ଏମାନଙ୍କ ଚକ୍ଷୁ ଖୋଲ, ଏମାନେ କେମିତି ଜାଣିବେ କୋଉ ଧର୍ମ ମୁକ୍ତି ଦେବ? ଯାହାର ବ୍ୟବସାୟ ସେ ଚଲେଇଛି, ଏ ଲଙ୍ଗଳା ବାବା ମାନେ ମୁକ୍ତି ଦେବେ? ନା ଏ କଣ୍ଟାରେ ଶୋଇଥିବା ବାବା, ନା ଏ ହାତ ଟେକୁ ବାବା, ନା ଏ ସୁନା ପିନ୍ଧିବା ବାବା? କିଏ ମୁକ୍ତି ଦେବେ? ଏମାନେ ଆମକୁ ରାସ୍ତା ଦେଖେଇବେ। ଗଞ୍ଜେଇ ଖାଇକି ଯୋଉ ଅବସ୍ଥାରେ ବୁଲୁଛନ୍ତି,
ए महिला मान देहरे ड्रेस भी नहीं एमान को कहबो तुमे साध्वी एबे गोटे फिल्म स्टार से पुणी मंडलेश्वर हो जाइछन माने गोटे मंडलर ईश्वर महामंडलेश्वर फिल्म कले देहरे कपड़ा नथिला एबे से लोक आसी महामंडलेश्वर माने लोक मानकर अज्ञानतार भी सीमा रहिबा आमर देश अज्ञानतार चरम सीमा अछि प्रार्थना करंतु प्रभु मते घर दियो टंका दियो चाकरी दियो स्वास्थ्य दियो नहीं प्रभु मत देश को रक्षा करो देश को रक्षा करो प्रभु गोटे आड़े मंत्री मान लुंठन कर गोटे आड़े बाबा मान लुंठन कर देश लोक मैंने पूरा धर्मांत हो बुलून केमती रक्षा पाइबे मु भी जानी प्रार्थना करू किए रक्षा करू आप देखिए एफिसियो तार प्रथम अध्याय 7 पद एफिसियो तार 1 पर्व 7 पद ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁରୁ କ୍ଷମାପ୍ରାପ୍ତ ହୋଇଅଛୁ। केमती मुक्ति पाइछु हमें ताहांको रक्त द्वारा मुक्ति मुक्ति केमती मिले ताहांको रक्त द्वारा मुक्ति मिले यीशु को रक्त द्वारा मुक्ति मिले को धर्म मुक्ति दिए नहीं को धर्म मुक्ति दिए नहीं मुक्ति केवल ताहांको रक्त द्वारा मुक्ति अर्थात अपराध सब क्षमा मिले को नदी रे जे बुड़ पकाइले मुक्ति मिले नहीं को देवता मुक्ति दियंती नहीं को धर्म मुक्ति दिए नहीं मुक्ति केवल यीशु दियंती आउ से कौनसी धर्मर नुहंती से ख्रिस्टियन धर्मर नुहंती से मानव जातिर त्राणकर्ता अटंती एटा हमें बुझाइबा पई भूली गलु हमें डेरी कलु हमें कहलु कोन आमर यीशु आमर प्रभु आमर ख्रिस्टियन आमे कौन आमे तमे यीशु कार पैतृक संपत्ति नुहंती यीशु समस्त मानव जाति पई त्राणकर्ता अटंती से जगत ईश्वर जगत को प्रेम कले यीशु जगत पई क्रूसर बलिकृत हेले समस्त मानव जाति में एकमात्र त्राणकर्ता आकाश तले द्वितीय नाम दिया जाए नहीं मुक्ति पाइबा पई प्रार्थना करंतु मु कहूची ख्रिस्टियन धर्म ग्रहण करबा दरकार नहीं लोक कोन भाबुछथि हमर धर्म कमी जाउछि एबे आदिवासी मानकर धर्म को रक्षा करबा पई ब्राह्मण माने बाहरी छन कोन पई आदिवासी माने बाहर ना कोन पई एमाने भलो पड़ले से कष्ट होछि समानकर कमी जाउछि एपटे मंत्री और बाबा मिसी छथि मंत्री और बाबा कोन আছে बाबा तो मंत्री हो मंत्री बाबा मिसी नांती हम देश बाबा माने का मंत्री जो बाबा माने मंदिर थिबा कथा से पार्लियामेंट रे अछि जो बाबा माने मठ रे थिबा कथा से बाबा माने राज्य चलाउछन एबे देखिबे गोटे दिन आसबे पूरा पार्लियामेंट रे सब गेरुआ वस्त्र पिंधि एबे हिंदू धर्म रो पुरोधा जने कहउतिले कोन बोली करी तुमे लुगापटा पिंधिबो नै खाली टावल पिंधिबो गामछा गुडे गुडे ए पैंट शर्ट विदेशी ड्रेस टा सब काढी दियो तुमे कोन करबो टावल गुडे गामछा गुडे बांधी की थिबो केते ज्ञानर कथा देखो इंग्लिश पढ़िबो नै प्रिय माने हम देश रे एबे इंग्लिश और विदेशी धर्म नै इंग्लिश आमर इंग्लिश ता विदेशी भाषा के एबे विदेशी भाषा नै सकाळ उठले गुड मॉर्निंग आमे कहूछु टमाटो सरी गला बोली कहूछु टमाटो ओडिया नै टमाटो हिंदी नै प्रिय माने जलजोग हैला किए जलजोग बोली कहूछि ब्रेकफास्ट कलो ना नाही बोली पचार प्रिय माने थरे गोटे मोर सांग गोटे चुट्टी काटिबा पे जाइथिला सेई एरिया रे गोटे दुकान अछि सेठी हेयर कटिंग लेखले ही दादा केश विन्यास भंडार लिखाई ये घुरी घुरी बुलिला बुलिला पळे आसला से कहला नाई एरिया रे नाई
ସେ କହିଲା ନାଇଁ ତ ସେ ଗଳିରେ ଗୋଟେ ଅଛି। ନାଇଁ ମୁଁ ଖୋଜିଲି କୋଉଠି ତ ନାଇଁ, ଲେଖା ହିଁ ନାହିଁ। ତାପରେ ଡାକିକି ନେଲା, ହେୟାର କଟିଂ ସେଲୁନ ବୋଲି ଲେଖା ହିଁ ନାହିଁ, କେଶ ବିନ୍ୟାସ ଭଣ୍ଡାର। ଇୟା କହିଲା କେଶ ବିନ୍ୟାସ ବୋଲେ କଣ? ପ୍ରିୟ ଭାଇ ଭଉଣୀ ମାନେ, ଇଂରାଜୀ ଭାଷାଟା ଆମର କୋର୍ଟରେ ଚାଲୁଛି, ଡକ୍ଟର ମାନେ ପଢୁଛନ୍ତି, ସାଇଣ୍ଟିଷ୍ଟ ମାନେ ପଢୁଛନ୍ତି, ଆମ ଷ୍ଟୁଡେଣ୍ଟ ମାନେ ପଢୁଛନ୍ତି, ସବୁଠି ଲେଖା ହଉଛି। ଏଟା ଏବେ ଆମର ବିଦେଶରେ କମ ଇଂଲିଶ କୁହନ୍ତି, ଭାରତରେ ଅଧିକ କୁହନ୍ତି। ବିଦେଶର ଇଂଲିଶ ଟା ବୁଝି ହେବନି, ଆମର ଇଂଲିଶ ସବୁଠୁ ବେଷ୍ଟ ଇଂଲିଶ, ୱାର୍ଲଡର ସବୁଠୁ ବେଷ୍ଟ ଇଂଲିଶ ଇଣ୍ଡିଆରେ କୁହାଯାଏ। ଆମର ଲୋକମାନେ ଇଂରାଜୀ, ସେଇ ଇଂରାଜୀ ପଢି ଲୋକମାନେ ସାଇଣ୍ଟିଷ୍ଟ ହେଇଗଲେ, ସେ ଇଂରାଜୀ ପଢିକରି ବେଷ୍ଟ ବହି ଲେଖିଛନ୍ତି, ବେଷ୍ଟ ରାଇଟର ମାନେ ଇଂରାଜୀରେ ଆମର ଭାରତରେ ଅଛି। ଏବେ ମହାପୁରୁଷ ବାରି କଣ କହୁଛନ୍ତି, ଇଂରାଜୀ ଆମେ ପଢିବା ନାହିଁ, ଲୁଗାପଟା ଛାଡିଦବା, ଏବେ ଟାୱଲ ଗାମୁଛା ବାନ୍ଧିକି ବୁଲିବା। ମାନେ ଭାବି ଦେଖନ୍ତୁ କେମିତି ଅଜ୍ଞାନତା। ହେଲେ ଚଷମା ବି ପିନ୍ଧିବା କଥା ନାହିଁ, ଏଟା ବି ବିଦେଶ ମାନେ ଦେଇଛନ୍ତି। ଲେନ୍ସ କିଏ ଦେଇଛି? ମାନେ କହିବା ପାଇଁ ଗଲେ ଆମେ ଚାରିଆଡୁ ଆମେ ଅନ୍ଧକାରରେ ବାସ କରୁଛୁ। କୋଉ ଧର୍ମ ମୁକ୍ତି ଦିଏ? ଲେଖା ଯାଉଛି କଣ? ଲେଖା ଯାଉଛି ଯେ ତାହାଙ୍କ ରକ୍ତ ଦ୍ଵାରା ମୁକ୍ତି, ଯୀଶୁଙ୍କ ରକ୍ତ ଦ୍ଵାରା ମୁକ୍ତି ମିଳେ। ଆପଣ ଦେଖିବେ ପ୍ରେରିତ ତାର ସରି କଲସ୍ୟ ତାର 1 ପର୍ବ 14 ପଦ, କଲସ୍ୟ 1 ପର୍ବ 14 ପଦ। ତାହାଙ୍କଠାରେ ଆମ୍ଭେମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ତାହାଙ୍କ ଠାରେ ମୁକ୍ତି, ତାହାଙ୍କ ଠାରେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ଯୀଶୁଙ୍କ ଠାରେ ମୁକ୍ତି ଅଛି, ପାପ କ୍ଷମା ଅଛି। ଯୀଶୁ କୌଣସି ଧର୍ମର ନୁହନ୍ତି, ସେ ସମୁଦାୟ ମାନବ ଜାତି ପାଇଁ ତ୍ରାଣକର୍ତ୍ତା ଅଟନ୍ତି। ଏଇଟା ବୁଝନ୍ତୁ ଆର୍ ବୁଝାନ୍ତୁ, ଏଇଟା ବୁଝନ୍ତୁ ଲୋକମାନେ, ଏଇଟା ବୁଝାନ୍ତୁ ଲୋକମାନେ, ଲୋକମାନେ ବୁଝନ୍ତୁ। ଯୀଶୁକୁ ଗ୍ରହଣ କରିବା ଦ୍ଵାରା ଧର୍ମ ପରିବର୍ତ୍ତନ ହେଉନାହିଁ, ମନ ପରିବର୍ତ୍ତନ ହଉଛି, ଜୀବନ ପରିବର୍ତ୍ତନ ହଉଛି। ସେ ହିଁ ଏକମାତ୍ର ତ୍ରାଣକର୍ତ୍ତା, ଏଇଟା ଲୋକକୁ କୁହନ୍ତୁ। ଆପଣ ଦେଖିବେ ପ୍ରକାଶିତ ବାକ୍ୟ 7 ପର୍ବ 10 ପଦ। ସେମାନେ ଉଚ୍ଚ ସ୍ୱରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ। ପରିତ୍ରାଣ କାହାର କାର୍ଯ୍ୟ? ପରିତ୍ରାଣ ସିଂହାସନ ଉପବିଷ୍ଟ ବ୍ୟକ୍ତି ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷ ଶାବକଙ୍କର କାର୍ଯ୍ୟ। ପରିତ୍ରାଣ କାହାର କାର୍ଯ୍ୟ? ପରିତ୍ରାଣ ମନୁଷ୍ୟର କାର୍ଯ୍ୟ ନାହିଁ, ପରିତ୍ରାଣ ପ୍ରତିମାର କାର୍ଯ୍ୟ ନାହିଁ, ପରିତ୍ରାଣକୁ ଦେବତାର କାର୍ଯ୍ୟ ନାହିଁ, ପରିତ୍ରାଣ ଆମମାନଙ୍କ ଈଶ୍ୱରଙ୍କର ମେଷ ଶାବକଙ୍କର କାର୍ଯ୍ୟ। ରକ୍ତ ଦ୍ଵାରା ହିଁ ମୁକ୍ତି ଅଛି, ରକ୍ତ, ମେଷ ଶାବକଙ୍କ ରକ୍ତ। ଏଭ୍ରି ତାର 9 ପର୍ବ 22 ପଦ, ଏଭ୍ରି 9 ପର୍ବ 22 ପଦ। ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ। ରକ୍ତ ଦ୍ଵାରା ହିଁ ପାପ ମୋଚନ ହୁଏ। କୋଉଠି ବୁଡ ପକାଇଲେ କୋଉ ନଦୀରେ ବୁଡିଲେ ହୁଏ ନାହିଁ, ପୃଥିବୀରେ ଏମିତି କୋଉ ନଦୀ ନାହିଁ। ଯଦି ଖାଲି ଏ 4ଟା ଜାଗା ଏକା ଅଛି, ଏ ପ୍ରୟାଗରାଜ, ପ୍ରୟାଗରାଜ ମାନେ କୋଉଟା? ଏଲାହାବାଦ, ଏଲାହାବାଦର ନୂଆ ନାଁ ହଉଛି ପ୍ରୟାଗରାଜ। ଆଗ ଏଲାହାବାଦ ବୋଲି କହୁଥିଲୁ, ତାର ନାଁ ଗୋଟେ କହିଲେ ପ୍ରୟାଗରାଜ। ଏମାନେ କଣ କରୁଛନ୍ତି? ନାମ ଚେଞ୍ଜ କରୁଛନ୍ତି, ରଙ୍ଗ ଚେଞ୍ଜ କରୁଛନ୍ତି, ଆଉ କିଛି ଚେଞ୍ଜ କରିପାରିବେନି। ସ୍ୱାଧୀନ ଭାରତରେ ଖାଲି ରଙ୍ଗ ଆଉ ନାମ ଚେଞ୍ଜ କରିବା ଛଡା ଆମର କିଛି ଶକ୍ତି ନାହିଁ, ଔକାତ ନାହିଁ। ଗାଡିର ରଙ୍ଗ, ଘରର ରଙ୍ଗ, ଅଫିସର ରଙ୍ଗ, ତାପରେ ଆମକୁ ଗୋଟେ ରଙ୍ଗ ବୋଲୁଛନ୍ତି, ଏବେ ଧର୍ମର ରଙ୍ଗ। ଆମ ଉପରେ ଧର୍ମର ରଙ୍ଗ ବୋଲୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, କଣ କୋଉ ଗାମୁଛା ରକ୍ଷା କରିବ? ଆମକୁ ଧଳା ଗାମୁଛା ରକ୍ଷା କରିବ ନା ତାଙ୍କୁ ନାଲି ଗାମୁଛା ରକ୍ଷା? କିଏ ରକ୍ଷା କରିବ? ଅଜ୍ଞାନତା ବି ଗୋଟେ ସୀମା ଅଛି, ଗୋଟେ ସୀମାର ଅଜ୍ଞାନତା ରହିବ। ଆମର ଅଜ୍ଞାନତା ପୁରା ବଢି ବଢି ଚାଲୁଛି। ପରିତ୍ରାଣ ମେଷ ଶାବକଙ୍କର କାର୍ଯ୍ୟ, ତାଙ୍କ ରକ୍ତରେ ମୁକ୍ତି ମିଳେ। କୋଉ ଧର୍ମ ମୁକ୍ତି ଦେଇପାରେନି, ମୁକ୍ତି କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେଇପାରନ୍ତି, କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଦେଖିବେ ଆପଣ ମାନେ ଗୀତ ସଂହିତା ତାର 3 ପର୍ବ 8 ପଦ।
गीत संहिता 3 पर्व 8 पद। ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର, ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। परित्राण कार अधिकार को सरकार अधिकार नहीं, को मूर्तिर अधिकार नहीं, को धर्मर अधिकार नहीं। परित्राण परमेश्वर सदाप्रभुଙ୍କର ଅଧିକାର। अंडरलाइन କରିଥାନ୍ତୁ, ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର। ଏଇଟା ଆହୁରି କାର ଅଧିକାର ନାହିଁ। ପରିତ୍ରାଣ କେବଳ ସଦାପ୍ରଭୁ ଦେଇପାରନ୍ତି, ମଣିଷ ଦେଇପାରେ ନାହିଁ, को ଧର୍ମ ଦେଇପାରେ ନାହିଁ, को ବାବା ଦେଇପାରେ ନାହିଁ, को ମଠ କି ତୁଠ ଦେଇପାରେ ନାହିଁ। परित्राण केवल परमेश्वर सदाप्रभुଙ୍କର ଅଧିକାର। ଆପଣ ଦେଖନ୍ତୁ 62 ଗୀତ ତାର 1, ଗୀତ 62 ତାର 1। ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରଇ, ତାହାଙ୍କ ଠାରୁ ମୋହର ପରିତ୍ରାଣ ଆସଇ। ତାହାଙ୍କ ଠାରୁ ମୋହର ପରିତ୍ରାଣ ଆସଇ। ତାହାଙ୍କ ଠାରୁ ଆଉ କାହାଠାରୁ ପରିତ୍ରାଣ ନାହିଁ, ଆଉ କାହାଠାରୁ ପରିତ୍ରାଣ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେପରି ଆମେ ବୁଝି ପାରିବା ଯେ ପରିତ୍ରାଣ କୋଉଠୁ ମିଳେ, ଉଦ୍ଧାର କୋଉଠୁ ମିଳେ, କିଏ ମୁକ୍ତି ଦିଅନ୍ତି, କିଏ ଉଦ୍ଧାର କରନ୍ତି, ଏଇଟା ଜାଣିବା ଦରକାର। ନହେଲେ ଘାଣ୍ଟି ଚୋଟି ମରିବା ଛଡା ଆଉ କିଛି ନାହିଁ। ଲୋକମାନେ ଏତେ ପାଗଳ ଭଳିଆ ବୁଲୁଛନ୍ତି, ଧର୍ମାନ୍ଧ ହେଇଯାଇଛନ୍ତି, ମାର ପିଟ ଖ୍ରୀଷ୍ଟିଆନ ମାନଙ୍କୁ, ହାଣ କାଟ। କାହିଁକି? କଣ ପାପ କରିଛନ୍ତି? ପରିତ୍ରାଣ ବିଷୟରେ କହୁଛନ୍ତି, ଉଦ୍ଧାର ବିଷୟରେ କହୁଛନ୍ତି, ଫେରି ଆସ ବୋଲି କହୁଛନ୍ତି, ସତ୍ୟ ପରମେଶ୍ୱରକୁ ସେବା କର ବୋଲି କହୁଛନ୍ତି। ଏଇଟା ଲୋକକୁ ପସନ୍ଦ। ଯଦି ଆପଣ ଜୁନସ୍ ପୁସ୍ତକ ଦେଖିବେ ତାର 2 ଅଧ୍ୟାୟ, ଜୁନସ୍ ତାର 2:9, ଜୁନସ୍ ତାର 2 ଆଉ 9। ଲେଖାଯାଉଛି, ମାତ୍ର ମୁଁ ଧନ୍ୟବାଦ ସହିତ ତୁମ ଉଦ୍ଦେଶ୍ୟରେ ବଳିଦାନ କରିବି, ମୁଁ ଯାହା ମାନତ କରିଅଛି ତାହା ପରିଶୋଧ କରିବି। ପରିତ୍ରାଣ ସଦାପ୍ରଭୁଙ୍କ ଠାରୁ ହୁଏ। ଜୁନସ୍ 2 पर्व ତାର 9 ପଦରେ କଣ ଲେଖାଯାଉଛି? ପରିତ୍ରାଣ ସଦାପ୍ରଭୁଙ୍କ ଠାରୁ ହୁଏ। अंडरलाइन କରିଥାନ୍ତୁ, ପରିତ୍ରାଣ କାହା ଠାରୁ ହୁଏ? ପରିତ୍ରାଣ ସଦାପ୍ରଭୁଙ୍କ ଠାରୁ ହୁଏ। କୌଣସି ଧର୍ମ ମଣିଷକୁ ମୁକ୍ତି ଦେଇପାରେ ନାହିଁ। ମୁକ୍ତି କେବଳ ସଦାପ୍ରଭୁ ଦେଇପାରନ୍ତି। ଯେ ସଦାବେଳେ ପ୍ରଭୁ, ତାଙ୍କୁ କେହି ପ୍ରଭୁ ବନାଇ ନାହାନ୍ତି, ତାଙ୍କୁ ଧୂପ କି ଭୋଗ ଦରକାର ନାହିଁ। ସେ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ। ସେ ମନୁଷ୍ୟକୁ ଜୀବନ ଦେଇଛନ୍ତି, ପ୍ରାଣ ଦେଇଛନ୍ତି, ଶ୍ୱାସ ବାୟୁ ଦେଇଛନ୍ତି। ସିଏ, ତାଙ୍କୁ ଆମେ ଜୀବନ ଦେଇପାରିବା ନାହିଁ। କୌଣସି ଧର୍ମ ମୁକ୍ତି ଦେଇପାରିବ ନାହିଁ, କ୍ରିୟା କର୍ମରେ ମୁକ୍ତି ମିଳିବ ନାହିଁ। ଏଫେସୀୟ 2 पर्व ତାର 8 ଆଉ 9 ପଦ। ଏଫେସୀୟ 2 पर्व 8 ଆଉ 9 ପଦ। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ହଁ, କ୍ରିୟା କର୍ମରେ ମୁକ୍ତି ମିଳେ ନାହିଁ। କୌଣସି କ୍ରିୟା କର୍ମ କରି ଆପଣ ମୁକ୍ତି ପାଇପାରିବେ ନାହିଁ। ଆପଣ ଦର୍ପ କରିପାରିବେ ନା, ମୁଁ ଏଇଟା କଲି, ମୁଁ ଏତେ ଦାନ ଦେଲି, ମୁଁ ତୀର୍ଥ କଲି, ମୁଁ ତ୍ୟାଗ କଲି, ତପସ୍ୟା କଲି, ସାଧନା କଲି, ମୁକ୍ତି ପାଇଲି। ମୁକ୍ତି ସେମିତି ମିଳେ ନାହିଁ। କ୍ରିୟା କର୍ମରେ ମୁକ୍ତି ମିଳେ ନାହିଁ। ବୁଝିବା ଦରକାର। ଖ୍ରୀଷ୍ଟିଆନ ବି ବୁଝନ୍ତୁ, ଅଣ ଖ୍ରୀଷ୍ଟିଆନ ବି ବୁଝନ୍ତୁ। ମୁଁ କୋଉ ଧର୍ମ ବିରୋଧୀ କଥା କହୁନାହିଁ। ମୁଁ ଖ୍ରୀଷ୍ଟିଆନ ଧର୍ମ ସପକ୍ଷରେ ଆଉ ଅନ୍ୟ ଧର୍ମ ବିପକ୍ଷରେ କହୁନାହିଁ। ଖ୍ରୀଷ୍ଟିଆନ ମାନଙ୍କୁ ବି କହୁଛି, ଖ୍ରୀଷ୍ଟିଆନ ହେଇଗଲି ବୋଲି ପରିତ୍ରାଣ ପାଇବ ନାହିଁ। ଯୀଶୁକୁ ଗ୍ରହଣ କରନ୍ତୁ। କୋଉ ଧର୍ମ ମୁକ୍ତି ଦେଇପାରିବ ନାହିଁ। ମୁକ୍ତି କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦିଅନ୍ତି। ଆଉ ସେ ଖ୍ରୀଷ୍ଟିଆନ ଧର୍ମର ଆରାଧ୍ୟ ଦେବତା, ଖ୍ରୀଷ୍ଟିଆନ ଧର୍ମର ପ୍ରତିଷ୍ଠାତା ନୁହନ୍ତି। ସେ ସମସ୍ତଙ୍କ ପାଇଁ ଏକମାତ୍ର ତ୍ରାଣକର୍ତ୍ତା ଅଟେ। एकमात्र, द्वितीय केही नाହାନ୍ତି। आंब छड़ा द्वितीय केही ନାହିଁ ବୋଲି ପ୍ରଭୁ କହୁଛନ୍ତି। ଆମ୍ବକୁ ଅନାଇ ପରିତ୍ରାଣ ପାଅ, ବୃଷକୁ ଅନାଇ ପରିତ୍ରାଣ ପାଅ। ସେଦିନ ସେଇଟା କୁହାଯାଇଥିଲା। ମଶା କଣ କରିଥିଲେ? ଗୋଟେ ପିତ୍ତଳର ସର୍ପ ବନେଇ ଲୋକମାନଙ୍କୁ କହିଥିଲେ, ଏପଟେ ଅନାଅ, ତେବେ ତୁମେ ରକ୍ଷା ପ୍ରାପ୍ତ ହେବ। ଲୋକମାନେ କହିଲେ, ଆମେ ଅନେଇବୁନି, ମଲେ ସବୁ। ନ ଅନେଇଲେ କଣ କ୍ଷତି? ଆପଣ ଦେଖିବେ
ଯୌନତାର 3 ପର୍ବ 13 ପଦରୁ 16 ପଦ ପର୍ଯ୍ୟନ୍ତ। ଯୌନ 3 13 ରୁ 16। ଆଉ ଯେଉଁ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ପୁଣି ମୂଷା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ। କାରଣ ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କୃଷକୁ ଅନାଇଲେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କୃଷରେ ଯେ ମରିଛନ୍ତି ସେ ହିଁ ଅନନ୍ତ ଜୀବନ ଦିଅନ୍ତି। ମଶା ସେଇଟା କହିଲେ, ସେ କୃଷକୁ ଅନାଅ, ସିଆଡେ ଅନାଅ, ତୁମେ ବଞ୍ଚିବ। ଲୋକ ଅନେଇଲେ ନାହିଁ, ମଲେ। ସର୍ପ ଦଂଶନରେ ମଲେ, ସର୍ପ କାମୁଡାରେ ମଲେ। ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁକୁ ଅନାଇବା ପାଇଁ କାହିଁକି କୌଣସି ଧର୍ମ ଆମକୁ ରକ୍ଷା କରିବ ନାହିଁ, କ୍ରିୟା କର୍ମରେ ରକ୍ଷା ମିଳିବ ନାହିଁ। ସେଇଥିପାଇଁ ଯୀଶୁ ଜଗତକୁ ଆସିଲେ। ଆପଣ ଦେଖନ୍ତୁ ଲୁକ ତାର 2 ପର୍ବ 10-11 ପଦ। ଲୁକ 2 10-11। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। କୌଣସି ଧର୍ମ ମଣିଷକୁ ମୁକ୍ତି ଦିଏ ନାହିଁ, ତ୍ରାଣକର୍ତ୍ତା ହିଁ ଦିଅନ୍ତି। ତ୍ରାଣକର୍ତ୍ତା ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତ୍ରାଣକର୍ତ୍ତା ଅଟନ୍ତି। ଆଉ ଯିଏ ତାଙ୍କ ଆଡକୁ ଅନେଇବ ସେ ରକ୍ଷା ପ୍ରାପ୍ତ ହବ। ତ୍ରାଣକର୍ତ୍ତା ସେ ଅଟନ୍ତି। ଆମ ଦେଶରେ ନୂଆ ନୂଆ ପାଠ କଣ, ଜ୍ଞାନ ପାଇଁ ଗୋଟେ ଦେବୀ, ଟଙ୍କା ପାଇଁ ଆଉ ଗୋଟେ ଦେବୀ, ସବୁ ଦେବୀ ଏକା। ଜ୍ଞାନ ଦେବୀ କୋଉଠି? ଖାଲି ଭାରତରେ। ବିଶ୍ୱରେ ସବୁ ଅଜ୍ଞାନ ମାନେ ଅଛନ୍ତି, ଖାଲି ଆମ ଦେଶର ଜ୍ଞାନୀ ମାନେ ଅଛନ୍ତି। କାରଣ ଜ୍ଞାନ ଦେବୀ ଏଠି, ଲକ୍ଷ୍ମୀ ଦେବୀ ବି ଏଠି ଏକା। ବିଦେଶ ସବୁ ଗରିବ ଲୋକମାନେ ଆମେ ଏକା ଧନୀ, କାରଣ ଲକ୍ଷ୍ମୀ ଦେବୀ ଏଠି ଅଛନ୍ତି। ଝିଅମାନେ ମୁଁ ବୁଝି ପାରୁନାହିଁ, ଏ ଅମୃତ ମଧ୍ୟ ଆମର 4ଟା ଜାଗାରେ ପଡିଲା, ପୃଥିବୀରେ କୋଉଠି ପଡିନାହିଁ। ବାକି ଲୋକ ପାପ କ୍ଷମା ପାଇ ପାରୁନାହିଁ, ଏଇ 4ଟା ଜାଗାରେ ବୁଡ଼ିଲେ ଏକା ରକ୍ଷା ପ୍ରାପ୍ତ ହବ। 4ଟା ବ୍ୟବସାୟ କେନ୍ଦ୍ର ଖୋଲି ଦେଇଛନ୍ତି, 4 ଜାଗାରେ ସବୁଆଡେ ଗୋଟେ ଗୋଟେ ଅଛି। ନିଜେ ବଞ୍ଚିବାର ଉପାୟ କରିଦେଇଛନ୍ତି। ଯଦି ଲୋକ ଯୀଶୁଙ୍କୁ ଗ୍ରହଣ କରିଦେବେ, ଏମାନଙ୍କ ଦୋକାନ ଗୁଡାକ ବନ୍ଦ ହେଇଯିବ। ଏଇଥି ପାଇଁ ଘାଣ୍ଟି ହଉଛନ୍ତି, ଆଉ କିଛି ନୁହଁ। ପ୍ରିୟ ଭାଇ ଭଉଣୀ ମାନେ, ଲୋକ ଜାଣନ୍ତି ନାହିଁ ଈଶ୍ୱର କିଏ। ଆମେ ଜାଣିଛୁ, ଆମେ କହିପାରିବା, ବୁଝାଇ ପାରିବା। ସେଇଥିପାଇଁ ସତ୍ୟ ସମାଜ ଏଟା କହୁଛି, କୌଣସି ଧର୍ମ ମଣିଷକୁ ମୁକ୍ତି ଦିଏ ନାହିଁ। ମୁକ୍ତି କେବଳ ତାର ସୃଷ୍ଟିକର୍ତ୍ତା ପ୍ରଭୁ ଦେଇପାରନ୍ତି। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ମାନବ ଦେହ ଧାରଣ କରି ଆସିଲେ, ଦେଖାଯାଉ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ଆମ ଦେଶ କଣ କହୁଛନ୍ତି? ବିଦେଶୀ ଧର୍ମ, ବିଦେଶୀ ଭଗବାନ। ଭଗବାନ ସ୍ୱଦେଶୀ ବିଦେଶୀ ନଥାନ୍ତି। ମୁଁ କହୁଥିଲି ଗତ ଅଧ୍ୟାୟ ମାନଙ୍କରେ, ଗାଁର ଗୋଟେ ଦେବତା, ଜିଲ୍ଲାର ଗୋଟେ ଦେବତା, ରାଜ୍ୟର ଗୋଟେ ଦେବତା, ଦେଶର ଗୋଟେ ଦେବତା। ପ୍ରିୟ ଭାଇ ଭଉଣୀ ମାନେ, କେତେ କୋଟି ଦରକାର ଜଣେ ଲୋକ? ମୁଁ ବୁଝିପାରୁନାହିଁ, ଏତେ ଅଜ୍ଞାନତା କାହିଁକି? ଈଶ୍ୱର ଏକମାତ୍ର ଅଟନ୍ତି, ଆଉ ସେ ଅଦ୍ୱିତୀୟ ଅଟନ୍ତି, ଆଉ ସେ ହିଁ ମୁକ୍ତି ଦେଇପାରନ୍ତି। ଆଉ ମୁକ୍ତି କେହି ଦେଇପାରିବନି। ପ୍ରେରିତ 4 ପର୍ବ 12 ପଦରେ କଣ ଲେଖା ଅଛି? ଆଉ ଥରେ ପଢିବା। ସେଟା ପ୍ରେରିତ 4 ପର୍ବ 12 ପଦ। ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଆଉ କୌଣସି ନାମ ଦିଆଯାଇ ନାହିଁ। କୌଣସି ନାମ। ସବୁ ଦେଶ ପାଇଁ ଅଲଗା ଅଲଗା ନାମ ନାହିଁ, ସବୁ ଧର୍ମ ପାଇଁ ଅଲଗା ଅଲଗା ନାମ ନାହିଁ। କୌଣସି ନାମ ଦିଆଯାଇ ନାହିଁ ତାଙ୍କ ଛଡା, ଯୀଶୁ ନାମ ଛଡା ଆଉ କୌଣସି ନାମ ଦିଆଯାଇ ନାହିଁ। ଏଇଟା ଆପଣ ବୁଝି ରଖିପାରନ୍ତି। କେଉଁ ଧର୍ମ ମଣିଷକୁ ମୁକ୍ତି ଦିଏ?
पृथ्वीर कौन सी धर्म नाई एपरिक ख्रिस्टियान धर्म भी मुक्ति दे पारे नहीं मुक्ति केवल प्रभु जीशु ख्रिस्ट दे पारंती और से ख्रिस्टियान धर्मर नुहंती से समुदाय मानव जाति पाए एकमात्र व्यक्ति अटंती जे परित्राण दे पारे साधु पाउल कौन कहउछंती प्रथम तिमोथी तार प्रथम अध्याय 15 पदरे पापी मानकु परित्राण करिबा निमन्ते ख्रीष्ट जीशु जे जगतरे अवतीर्ण हेले एही वाक्य विश्वास ओ सर्वत भावे ग्रहण योग्य सेही पापी मानक मध्यरे मु प्रधान हाँ, पापी मानकु परित्राण करिबा पाए ख्रीष्ट जगत को आसिले पापी मानकु परित्राण तो प्रिय भाई भौणी माने क्यों धर्म मनुष्य को मुक्ति दे पारे क्यों धर्म उद्धार करि पारे शेष गोटे पद पढ़िबा प्रथम जौन 2 पर्व 2 पद आउ से आम्भମାନଙ୍କ पाप निमन्ते केवल आम्भମାନଙ୍କ पाप निमन्ते नुहे मात्र समस्त जगतर पाप निमन्ते मध्य प्रायश्चित स्वरूप अटन्ति प्रभु जीशु ख्रीष्ट समस्त जगत पाए प्रायश्चित स्वरूप अटन समस्त जगतवासी प्रायश्चित अटन मुक्ति किए दे पारंती मुक्ति केवल प्रभु जीशु ख्रीष्ट दे पारंती कौन सी धर्म दे पारे नहीं लोक माने भाबुचंदी यीशु को ग्रहण करिबा माने ख्रिस्टियन धर्म ग्रहण करिबा ख्रिस्टियन धर्म ग्रहण करिबा नुह यीशु को ग्रहण कले ख्रिस्टियन धर्म ग्रहण करिबा दरकार नहीं आपण यीशु को ग्रहण करंतु पाप स्वीकार करंतु ए क्रिया कर्म धर्म कर्म साधना तपस्या नहीं प्रिय भाई बहन माने राति पूरा मो पाई बहुत कष्ट थी लोक माने दला चकटारे मरी जाउछंती मुक्ति मिलिबो बोली भाबी देखंतु की कष्ट हजार हजार संख्यार लोक से ट्रेन रे जगह नहीं स्टेशन रे जगह नहीं आदो पकैबा को जगह नहीं मुक्ति मिलिबो बोली जाउछंती स्टेशन रे तो दला चकटारे मरी जाउछ सेठी जाई सेठी दला चकटारे मरुछ के दायित्व नबो एमान करो एटा भाई किए दायी क्या को दायी करा जाए सेमान को दायी करबा कि मंत्री मान को बाबा मान को आमे भी दायी अटु आमे कहिबा पई भूल करिछु 2000 वर्ष ला कहि पारिनो जे मुक्ति कोठी मिलिबो परित्राण किए देबे पानी रे बुड़ीले मुक्ति मिली जिवो खाली सेटा भी इंडिया रे 4टा जगह अछि यार पृथ्वी रे कोठी नै कोठी सुर असुर माने पड़े समुद्र मंथन कले से 4 मुंद अमृत पड़ला कुंभ मेला करी बाहर प्रिय भाई बहन माने मु कार विरोध रे कहूने पुणी कहबा पेटे हृदय सत कहबा पाइ छे हमर देश एटा हमर पैतृक देश एटा हमें भड़ा रे आसीन बाधुची लोक मान केमती सत्य परमेश्वर जानिबे केमती उद्धार पाइबे केमती मुक्ति पाइबे प्रार्थना करिबा जेपरे लोक मान सत्य परमेश्वर जाने कौन सी देवता नहीं उद्धार करने कौन सी धर्म नहीं कौन सी व्यक्ति नहीं केवल प्रभु जीशु ख्रीष्ट उद्धार कर रक्त ही मुक्ति अच्छी रक्त ही परित्राण अच्छी केवल त्राणकर्ता ही मुक्ति दे पारती परित्राण केवल सदा प्रभु कार्य आई करें चक्षु बंद करने प्रार्थना कर अनुग्रहकारी पिता परमेश्वर प्रार्थना करुच्ची प्रभु आम देश को रक्षा कर आम देश को रक्षा कर अज्ञानतार चरम सीमार आम बास कर सरल निरीह लोक मैंने पाप सकाशे मुक्ति कोठी पाइबू उद्धार कोठी पाइबू दरांडी बुलूं प्रभु प्रभु गत दिन मान करे प्रभु से कुंभ मेला रे प्रभु हजार हजार लोक दला चकटारे मरी जाइछन प्रभु गत काली रेलवे स्टेशन रे लोक माने दला चकटारे मरी जाइछन प्रभु मु प्रार्थना करूची भारतीय भाव में प्रभु आमर प्रार्थना आमर हृदय क्रंदन प्रभु आम देश को रक्षा कर आम देश को दुर्नीति रक्षा करो भ्रष्टाचार रक्षा करो अंधविश्वास रक्षा करो प्रभु आपण ही करि पारंती प्रभु एमान को ज्ञान चक्षु खोली दियो प्रभु ज्ञान चक्षु खोली दियो प्रभु आत्मिक अंधत्व मुक्त करो बोली प्रार्थना आम देश को रक्षा
ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଯୀଶୁଙ୍କ ପ୍ରିୟ ନାମରେ